ଶୀତୁଆ ସକାଳର ସଜ ପଖାଳ ସହିତ ଗରମ ଗରମ ଚଟପଟା ମସାଲେଦାର ଯଦି ଚିଙ୍ଗୁଡ଼ିର ଭଜାଟା ମିଳିଯିବ ତ କେମିତି ଲାଗିବ? ପାଟିରୁ ଲାଳ ଆସିଯାଉଛି ନା? ତ ଆଜି ଆପଣମାନଙ୍କ ସହିତ ସେୟାର କରିଛି ଚିଙ୍ଗୁଡ଼ି ଭଜାର ଗୋଟେ ବହୁତ ଟେଷ୍ଟି ଆଉ ଚଟପଟା ରେସିପି। ନିଶ୍ଚୟ ରେସିପିକୁ ଫୁଲ୍ ୱାଚ୍ କରନ୍ତୁ। ଏବେ ଦେଖନ୍ତୁ ଚିଙ୍ଗୁଡ଼ିକୁ ମୁଁ ଭଲ ଭାବେ କ୍ଲିନ୍ କରିନେଉଛି ଆଉ ଏଇ ଯେଉଁ ବ୍ଲାକ୍ ପାର୍ଟଟାକୁ ବାହାର କରିନେଉଛି କାଟିକି। ଏବେ ଦେଖନ୍ତୁ ସବୁ ଚିଙ୍ଗୁଡ଼ିକୁ ଭଲ ଭାବେ ବାଛିକି ଧୋଇକି ନେଇ ଆସିଛି। ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଆଉ ଲଙ୍କାଗୁଣ୍ଡ ଦେଇକି ତାକୁ ଭଲ ଭାବେ ମିକ୍ସ କରିନେବା। ଚିଙ୍ଗୁଡ଼ି ମିକ୍ସ କରିସାରିଲା ପରେ ମସଲା ପ୍ରସ୍ତୁତ କରିବା। ମସଲା ପାଇଁ ମୁଁ ଏଠି ଗୋଟେ ବଡ଼ ପିଆଜକୁ କାଟିକି ନେଇଛି ଗ୍ରାଇଣ୍ଡିଙ୍ଗ ଜାରରେ। ଗୋଟେ ଛୋଟ ଚାମଚ ଜିରା, 2ଟା କଞ୍ଚା ଲଙ୍କା ଆଉ 2ଟା କାଶ୍ମୀରୀ ରେଡ୍ ଚିଲି, କିଛିଟା ଗୋଲମରିଚ, ଗୋଟେ ଟମାଟୋକୁ ଛୋଟ ଛୋଟ ପିସେସରେ କାଟିକି ପକାଇ ନେଇଛି। ସବୁକୁ ଭଲ ଭାବେ ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିଛି। ଗ୍ୟାସ୍ ଉପରେ ଫ୍ରାଇଂ ପ୍ୟାନ୍ ବସାଇ ନେଇଛି। ସେଥିରେ ସୋରିଷ ତେଲ ପକାଇ ନେଇଛି। ତେଲ ଭଲ ଭାବେ ଗରମ ହେଲା ପରେ ସବୁ ଚିଙ୍ଗୁଡ଼ିକୁ ସେଥିରେ ପକାଇ ନେଇଛି। ଲୋ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଚିଙ୍ଗୁଡ଼ି ସବୁକୁ ଓଲଟିକି ଭଲ ଭାବେ ପ୍ରଥମେ ଫ୍ରାଏ କରିନେବା। ବିଲକୁଲ ହାଇ ଫ୍ଲେମ୍ କରିବେନି, ନହେଲେ ଚିଙ୍ଗୁଡ଼ିଟା ପୋଡ଼ିଯିବ, ଭଲ ଲାଗିବନି ଖାଇବା ପାଇଁ। ଲୋ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଭଲ ଭାବେ ଚିଙ୍ଗୁଡ଼ିକୁ ଫ୍ରାଏ କରିନେବା। ଚିଙ୍ଗୁଡ଼ି ଭଲ ଭାବେ ଭାଜି ହେଇଗଲା ପରେ ଯେଉଁ ମସଲାଟାକୁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲେ, ମସଲାଟାକୁ ମୁଁ ପକାଇ ନେଉଛି। ଚିଙ୍ଗୁଡ଼ି ସହିତ ଭଲ ଭାବେ ମସଲାକୁ ମିକ୍ସ କରିନେବା। ତାପରେ ତାକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ରଖିକି କୁକ୍ କରିବା ଯେତେ ପର୍ଯ୍ୟନ୍ତ ମସଲାଟା ଭଲ ଭାବେ କୁକ୍ ନ ହେଇଛି ବା ସେଇଟା ଭଲ ଭାବେ ଡ୍ରାଏ ନ ହେଇଛି। ଏବେ ଦେଖନ୍ତୁ ବହୁତ ବଢ଼ିଆ ମସଲାଟା ହେଇଗଲାଣି ଆଉ ଚିଙ୍ଗୁଡ଼ି ଉପରେ ମସଲାର ଗୋଟେ କୋଟ୍ ହେଇଗଲାଣି। ତ ଚିଙ୍ଗୁଡ଼ି ଏବେ ବହୁତ ବଢ଼ିଆ ଫ୍ରାଏ ହେଇଯାଇଛି। ଚିଙ୍ଗୁଡ଼ିରେ ଯାହା ବି ଆଇଟମ୍ ଆମେ ବନେଇଥାଉ ସବୁ ହିଁ ବହୁତ ବଢ଼ିଆ ଟେଷ୍ଟି ଲାଗିଥାଏ, କାରଣ ଚିଙ୍ଗୁଡ଼ିର ଗୋଟେ ୟୁନିକ୍ ଟେଷ୍ଟ ଥାଏ ଯେଉଁଟାକି ସମସ୍ତଙ୍କୁ ପସନ୍ଦ ଆସେ। ଚିଙ୍ଗୁଡ଼ି ଭଲ ଭାବେ ଭାଜି ହେଇଗଲା ପରେ ଫାଳେ ଲେମ୍ବୁର ରସକୁ ମୁଁ ଲାଷ୍ଟରେ ତା ଉପରେ ପକାଇ ନେଉଛି। ଏବେ ଦେଖନ୍ତୁ ଆମର ଟେଷ୍ଟି ଚଟପଟା ଚିଙ୍ଗୁଡ଼ିର ଭଜା ବନିକି ରେଡ଼ି ହେଇଯାଇଛି। ନିଶ୍ଚୟ ଥରେ ଏହି ପ୍ରୋସେସ୍ରେ ଟ୍ରାଏ କରିବେ, ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ସେ ଗରମ ଭାତ ହେଉ ବା ପଖାଳ ଭାତ ହେଉ, ସବୁଥିରେ ଏହି ଚିଙ୍ଗୁଡ଼ି ଭଜା ତ ପୁରାପୁରି ଜମିଯାଏ। ଆଶା କରୁଛି ଆଜିର ରେସିପିଟି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଯଦି ଭଲ ଲାଗିନଥିବ ଡିସଲାଇକ୍ କରନ୍ତୁ। ୟୁଟ୍ୟୁବରୁ ଦେଖିଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଫେସବୁକ୍ ପେଜ୍ ଆଉ ଇନଷ୍ଟାଗ୍ରାମରୁ ଦେଖୁଥିଲେ ପେଜ୍କୁ ଫଲୋ ତ ନିଶ୍ଚୟ କରନ୍ତୁ। ଥ୍ୟାଙ୍କ ୟୁ।